ଆଜି ମାଙ୍କ ପୀଠରେ ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ମାଙ୍କ ପୀଠରେ ପ୍ରାତଃ 3:30 ପହଡ଼ ଖୋଲାଯାଇ ମାଙ୍କ ପାଖରେ ମଙ୍ଗଳ ଆଳତି, ମାର୍ଜନା କାର୍ଯ୍ୟ ଏବଂ ମାର୍ଜନା କାର୍ଯ୍ୟ ସମ୍ପନ୍ନ ହେଲା ପରେ ସାହାଣ ମେଲା ପରେ ଦୁଆର ଫିଟା ନୀତି ପୂର୍ବ ପରମ୍ପରା ରୀତିନୀତି ଅନୁଯାୟୀ ଠାକୁରାଣୀଙ୍କର ନେତ ବଦଳା ଏସବୁ ସରିଲା ପରେ ମାଙ୍କ ପାଖରେ ଏବେ କାଳସୀ ଏବଂ ଝାମୁଆ ମାନେ ଆସି ଅଧିଆ ପଡ଼ିଛନ୍ତି ମାଙ୍କ ଆଶିଷ ନେବା ପାଇଁ। ସେମାନେ କେବେ କେତେଟା ବେଳେ ମା ତାଙ୍କୁ ଆଶିଷ ଦେବେ ଏବଂ ମାଙ୍କଠୁ କରୁଣା ଲାଭ କରି ସେ ମହାନଦୀ ବାଙ୍କି ରେଣୁକା ଘାଟକୁ ଯାଇ ମାଙ୍କର ସ୍ନାନ କରାଯିବ ଏବଂ ସ୍ନାନ ପରେ ଝାମୁଆ ମାନେ ମାଙ୍କଠୁ ଆଶୀର୍ବାଦ ନେଇ ଝାମୁ ଚାଲିଥାନ୍ତି ଏବଂ ଲୋକ ଗୀତ ଗୋଟେ ଅଛି ଯେ ଧନ୍ୟ ସେ ଝାମୁଆ ଚାଲୁଥାଏ ନିଆଁ ଦାନ୍ତରେ ତୀରଣ ବେତ ହସ୍ତରେ ଜୟ ମାତ ଚର୍ଚ୍ଚିକା ଅଛୁ ବାଙ୍କି ରାଜ୍ୟରେ। ଏହି ଗୀତ ଗାଇ ଝାମୁଆ ମାନେ ମାଙ୍କର ନିଷ୍ଠାର ସହିତ ରଡ଼ ରଡ଼ ନିଆଁ ଉପରେ ଚାଲିଥାନ୍ତି ଏବଂ ମାଙ୍କୁ ସୁବର୍ଣ୍ଣନା କରୁଛନ୍ତି, ହେ ମା ଜଗତକୁ ତୁ କେମିତି ଉଦ୍ଧାର କରେ, ପାପରୁ ଉଦ୍ଧାର କରେ ଆଉ ଭକ୍ତ ମାନଙ୍କୁ ରକ୍ଷା କରେ। ଜୟ ମା ଚର୍ଚ୍ଚିକା। ସପରିବାର ସହ ପ୍ରଥମ ଥର ମାଙ୍କ ଦର୍ଶନ ହେଲା। ମାଙ୍କର ଅପର ମହିମା ଦର୍ଶନ ବହୁତ ଭଲ ହେଲା, ସୁରକ୍ଷା ବି ଅଛି। ମା ସମସ୍ତେ ଯେମିତି ଘଣ୍ଟୁ ଘୋଡେଇ ରଖନ୍ତି, ସାରା ଓଡ଼ିଶାବାସୀଙ୍କୁ ଭଲରେ ରଖନ୍ତି। ମୋ ପୁଅର ମାନସିକ ଥିଲା, ମାନସିକ ପୁରା ହେଲା। ମାଙ୍କ ମହିମା ତ କହି ହବନି ପାଟିରେ, ସେଇଟା ମାଙ୍କର ମହିମା କହିବା ଅସମ୍ଭବ କଥା। ମା କୃପା ଘଣ୍ଟୁ ଘୋଡେଇ ରଖନ୍ତି ମୋ ପରିବାରକୁ, ସେମିତି ରଖିବା। ମା ଡାକିଲେ ତ କୁହନ୍ତି, ଯେମିତି କୁହନ୍ତି ମା ଡାକିଲେ ଓ ସେଇ ସବୁବେଳେ ମାଙ୍କୁ ଯେତେବେଳେ ଯୋଉଥରେ ଡାକିଛି ମା ଆଜି ମାଙ୍କ ପୀଠରେ ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ବହୁତ ଭଲ ହେଲା। ମାଙ୍କ ପୀଠରେ ପ୍ରାତଃ 3:30 ପହଡ଼ ଖୋଲାଯାଇ ମାଙ୍କ ପାଖରେ ମଙ୍ଗଳ ଆଳତି, ମାର୍ଜନା କାର୍ଯ୍ୟ ଏବଂ ମାର୍ଜନା କାର୍ଯ୍ୟ ସମ୍ପନ୍ନ ହେଲା ପରେ ସାହାଣ ମେଲା ପରେ ଦୁଆର ଫିଟା ନୀତି ପୂର୍ବ ପରମ୍ପରା ରୀତିନୀତି ଅନୁଯାୟୀ ଠାକୁରାଣୀଙ୍କର ନେତ ବଦଳା ଏସବୁ ସରିଲା ପରେ ମାଙ୍କ ପାଖରେ ଏବେ କାଳସୀ ଏବଂ ଝାମୁଆ ମାନେ ଆସି ଅଧିଆ ପଡ଼ିଛନ୍ତି ମାଙ୍କ ଆଶିଷ ନେବା ପାଇଁ। ସେମାନେ କେବେ କେତେଟା ବେଳେ ମା ତାଙ୍କୁ ଆଶିଷ ଦେବେ ଏବଂ ମାଙ୍କଠୁ କରୁଣା ଲାଭ କରି ସେ ମହାନଦୀ ବାଙ୍କି ରେଣୁକା ଘାଟକୁ ଯାଇ ମାଙ୍କର ସ୍ନାନ କରାଯିବ ଏବଂ ସ୍ନାନ ପରେ ଝାମୁଆ ମାନେ ମାଙ୍କଠୁ ଆଶୀର୍ବାଦ ନେଇ ଝାମୁ ଚାଲିଥାନ୍ତି ଏବଂ ଲୋକ ଗୀତ ଗୋଟେ ଅଛି ଯେ ଧନ୍ୟ ସେ ଝାମୁଆ ଚାଲୁଥାଏ ନିଆଁ ଦାନ୍ତରେ ତୀରଣ ବେତ ହସ୍ତରେ ଜୟ ମାତ ଚର୍ଚ୍ଚିକା ଅଛୁ ବାଙ୍କି ରାଜ୍ୟରେ। ଏହି ଗୀତ ଗାଇ ଝାମୁଆ ମାନେ ମାଙ୍କର ନିଷ୍ଠାର ସହିତ ରଡ଼ ରଡ଼ ନିଆଁ ଉପରେ ଚାଲିଥାନ୍ତି ଏବଂ ମାଙ୍କୁ ସୁବର୍ଣ୍ଣନା କରୁଛନ୍ତି, ହେ ମା ଜଗତକୁ ତୁ କେମିତି ଉଦ୍ଧାର କରେ, ପାପରୁ ଉଦ୍ଧାର କରେ ଆଉ ଭକ୍ତ ମାନଙ୍କୁ ରକ୍ଷା କରେ। ଜୟ ମା ଚର୍ଚ୍ଚିକା। ମୁଁ ଆସିଛି ବାରଙ୍ଗ କାନପୁରରୁ। ସପରିବାର ସହ ପ୍ରଥମ ଥର ମାଙ୍କ ଦର୍ଶନ ହେଲା। ମାଙ୍କର ଅପର ମହିମା ଦର୍ଶନ ବହୁତ ଭଲ ହେଲା, ସୁରକ୍ଷା ବି ଅଛି। ମା ସମସ୍ତେ ଯେମିତି ଘଣ୍ଟୁ ଘୋଡେଇ ରଖନ୍ତି, ସାରା ଓଡ଼ିଶାବାସୀଙ୍କୁ ଭଲରେ ରଖନ୍ତି। ମୋ ପୁଅର ମାନସିକ ଥିଲା, ମାନସିକ ପୁରା ହେଲା। ମାଙ୍କ ମହିମା ତ କହି ହବନି ପାଟିରେ, ସେଇଟା ମାଙ୍କର ମହିମା କହିବା ଅସମ୍ଭବ କଥା। ମା କୃପା ଘଣ୍ଟୁ ଘୋଡେଇ ରଖନ୍ତି ମୋ ପରିବାରକୁ, ସେମିତି ରଖିବା। ମା ଡାକିଲେ ତ କୁହନ୍ତି, ଯେମିତି କୁହନ୍ତି ମା ଡାକିଲେ ଓ ସେଇ ସବୁବେଳେ ମାଙ୍କୁ ଯେତେବେଳେ ଯୋଉଥରେ ଡାକିଛି ମା ସେଥିରେ ଘଣ୍ଟୁ ଘୋଡେଇ ମୋ ପରିବାରକୁ, ମୋ ଛୁଆକୁ ରଖନ୍ତି। ବହୁତ ଭଲ ହେଲା। ମାଙ୍କ ବେଶ ତ ଦେଖିଲାଠୁ ଆଖିରେ ଲୁହ ପଳେଇ ଯାଉଛି। ମାଙ୍କ ଦର୍ଶନ ପୂର୍ଣ୍ଣ ହୁଏ। ମାଙ୍କୁ ଯିଏ ଯେବେ ବି ଯାହା ମାଗିଥିବ ପୂର୍ଣ୍ଣ ହବ 100% କଥା।